नमस्कार बंधु माने आपण समस्त को जर्नी विथ अमित चैनल को बहुत बहुत स्वागत। आज बहुत गोटे इंटरेस्टिंग न्यूज अच्छी आपण मानक पई कारण पुरी जहाँ को आपण केबे ना केबे जाइथिबे प्रभु जगन्नाथ को दर्शन करिया पई एबे सेठी आई मीन सेही मंदिर पाखरे ही बेलाभूमि निकट रे माटी तळ गोटे अजणा सहरर संधान मिलिछि। आसंतु जानिबा श्रीमंदिर पाखरे थिबा एही अजणा सहरर रहस्य विषय रे। ଆପଣ କେବେ ଭାବିଛନ୍ତି କି ଶ୍ରୀମନ୍ଦିର ମାଟି ତଳେ ଆଉ କେତେ ଇତିହାସ ଲୁଚି ରହିଛି? ପରିକ୍ରମା ପ୍ରକଳ୍ପ ମାଟି ଖୋଳା ବେଳେ ଯେତେବେଳେ ଏକ ସିଂହ ମୂର୍ତ୍ତି ବାହାରିଲା ସେତେବେଳେ ଆରମ୍ଭ ହେଲା ଏହି ବଡ଼ ରହସ୍ୟର ଗୁମର। କଣ ସେହି ରହସ୍ୟ? ସତରେ କଣ ମାଟି ତଳେ ଗଙ୍ଗବଂଶର ଚିହ୍ନ ଲୁଚି ଅଛି? ଚାଲନ୍ତୁ ଜାଣିବା ଏହି ଅଜଣା କାହାଣୀ। ଶ୍ରୀ ଜଗନ୍ନାଥ ମନ୍ଦିରକୁ ଆଉ ସୁନ୍ଦର ଓ ଭକ୍ତମାନଙ୍କ ପାଇଁ ସୁବିଧାଜନକ କରିବା ପାଇଁ ଆରମ୍ଭ ହେଲା ପରିକ୍ରମା ପ୍ରକଳ୍ପ। ଏହି ପ୍ରକଳ୍ପରେ ମନ୍ଦିର ଚୌହାଦିରେ ବଡ଼ ପରିମାଣରେ ମାଟି ଖୋଳା ଏବଂ ନିର୍ମାଣ କାମ ହୋଇଥିଲା। କିନ୍ତୁ କାମ ଚାଲୁଥିବା ବେଳେ ହଠାତ୍ ମାଟି ତଳୁ ବାହାରିଲା ଏକ ପୁରାତନ ସିଂହ ମୂର୍ତ୍ତି। ଏହା କେବଳ ଏକ ପଥର ନୁହେଁ, ଏହା ଥିଲା ଇତିହାସର ସଂକେତ। ସିଂହ ମୂର୍ତ୍ତି ଆମ ଓଡ଼ିଶାର ପୁରାତନ ଶିଳ୍ପକଳାର ଏକ ମୁଖ୍ୟ ଚିହ୍ନ। ପ୍ରାଚୀନ ମନ୍ଦିରମାନେ ସିଂହକୁ ସୁରକ୍ଷା ଓ ଶକ୍ତିର ପ୍ରତୀକ ଭାବରେ ରଖାଯାଉଥିଲା। ଏହି ମୂର୍ତ୍ତି ଦେଖି ବିଶେଷଜ୍ଞମାନେ ଭାବିଲେ ଏହା ସାୟଦ ଗଙ୍ଗବଂଶ ଯୁଗର ହୋଇପାରେ। ଏହାପରେ କରାଗଲା ଜିପିଆର ସର୍ଭେ। ଏହି ସର୍ଭେ ଦ୍ୱାରା ମାଟିକୁ ବିନା ଖୋଳି ମଧ୍ୟ ଜଣାପଡ଼ିଯାଏ ଯେ ମାଟି ତଳେ କଣ ରହିଛି। ସର୍ଭେ ଜଣାପଡ଼ିଲା ମାଟି ତଳେ ଅନେକ ଗଠନ, ପୁରାତନ ଦେଉଳ ବା ନିର୍ମାଣର ଚିହ୍ନ ଥାଇପାରେ। ଗଙ୍ଗବଂଶ ଓଡ଼ିଶା ଇତିହାସରେ ଖୁବ୍ ଗର୍ବର ବିଷୟ। ଏହି ବଂଶର ରାଜାମାନେ ଶ୍ରୀ ଜଗନ୍ନାଥ ମନ୍ଦିରକୁ ନିର୍ମାଣ ଓ ବିକାଶ କରିଥିଲେ। ଅନେକ ପୁରାତନ ଗଠନ ସମୟ ସହିତ ମାଟି ତଳେ ଲୁଚି ରହିଥିଲା। ଆଜି ଯେଉଁ ମନ୍ଦିର ଦେଖୁଛୁ ତାହାର ତଳେ ସାୟଦ ଆଉ ଗୋଟେ ପୁରୁଣା ଇତିହାସ ଲୁଚି ଅଛି। ଏହି ଆବିଷ୍କାର ଦେଖାଉଛି ଶ୍ରୀମନ୍ଦିର ଅଞ୍ଚଳ କେବଳ ଧାର୍ମିକ ନୁହେଁ, ଏହା ଏକ ବଡ଼ ପୁରାତାତ୍ତ୍ୱିକ ଧନଭଣ୍ଡାର। ଏଠାରେ ଆଉ ବହୁତ ରହସ୍ୟ ଲୁଚି ରହିଛି ଯାହାକି ଆଗାମୀ ଦିନରେ ଖୋଲିପାରେ। ତେଣୁ ଆମେ ଯେଉଁ ଶ୍ରୀମନ୍ଦିରକୁ ଦେଖିବୁ ସେଇଟା କେବଳ ଏକ ମନ୍ଦିର ନୁହେଁ, ଏହା ହେଉଛି ହଜାର ବର୍ଷର ଇତିହାସର ଏକ ଜୀବନ୍ତ ପ୍ରମାଣ। ଆପଣଙ୍କ ମତ କଣ? ସତରେ କଣ ମାଟି ତଳେ ଆଉ ଗୋଟେ ପୁରାତନ ସଂସାର ଲୁଚି ରହିଛି? କମେଣ୍ଟରେ ନିଶ୍ଚୟ କୁହନ୍ତୁ। ଆଉ ଏମିତି ଇଣ୍ଟରେଷ୍ଟିଂ ଭିଡିଓ ଦେଖିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ।